ନମସ୍କାର ବନ୍ଧୁଗଣ ଆଜି ଆମେ ଦେଖିବା ମହାଭାରତର ଏକ ଅସାଧାରଣ କାହାଣୀ। ଏକ କାହାଣୀ ଯେଉଁଠି ରହିଛି ସାପ, ଦିବ୍ୟ ରହସ୍ୟ, ଜନ୍ମ, ମୃତ୍ୟୁ, ତ୍ୟାଗ ଓ ଭକ୍ତିର ଗଭୀର ସତ୍ୟ। ଯେତେବେଳେ ଆମେ ଶୁଣୁ ଗଙ୍ଗା ନିଜ ପୁତ୍ରକୁ ନଦୀରେ ଭସାଇଥିଲେ, ଏହା ମନୁଷ୍ୟ ମନରେ ଏକ ପ୍ରଶ୍ନ ତିଆରି କରେ। କିପରି ଜଣେ ମା ନିଜ ପୁତ୍ରକୁ ଭସାଇ ପାରିବେ? ସେ କ'ଣ ଏତେ କଠୋର କାହିଁକି ହେଲେ? ସେ ଏତେ ନିଷ୍ଠୁର କାମ କେମିତି କରିପାରିଲେ? ଯାହା ପୁରାଣରେ ଲେଖା ଅଛି ସେହି ସତ୍ୟ ସହିତ। 8 ବସୁଙ୍କ ସ୍ଥାପ। କାହାଣୀର ଆରମ୍ଭ ହୁଏ ଦେବଲୋକରେ। ସେଠାରେ ଥିଲେ 8 ଜଣ ବସୁ। ଉଚ୍ଚ ଶକ୍ତିଶାଳୀ ଦେବତା ଥିଲେ। ତାଙ୍କ ନାମ ଥିଲା ଧର୍ମ, କ୍ରତୁ, ଜ୍ୱାଳା, ଲୋକ, ପ୍ରଭ, ବସୁଧାରା ଓ ଅଷ୍ଟମ ଥିଲେ ଦୈଶ। ଏହି ହେଲେ ଭବିଷ୍ୟତର ଭୀଷ୍ମ। ଏହି ବାସୁମାନେ ଦୟାଳୁ ଓ ଧର୍ମପରାୟଣ ଥିଲେ। କିନ୍ତୁ ଏକ ଦିନ ସେ ନଶ୍ୱର ଜଗତକୁ ଟାଣିନେଲେ। ଋଷି ବଶିଷ୍ଠଙ୍କର ଗାଈ ନନ୍ଦିନୀକୁ ସେହି ବସୁମାନେ ନେଇଗଲେ। ଭୁଲରେ ନେଇଯାଇଥିଲେ। ଏହା ଥିଲା ଏକ ତାଙ୍କର ପ୍ରଧାନ ଭୁଲ। କିନ୍ତୁ ଦେବତାମାନେ ମଧ୍ୟ କେବେ କେବେ ଭୁଲ କରନ୍ତି। ଋଷି କ୍ରୋଧିତ ହେଲେ ଏବଂ କହିଲେ, ଏତେ ଆଧ୍ୟାତ୍ମିକ ଶକ୍ତି ଥିଲେ ମଧ୍ୟ ତମେ ଅନ୍ୟର ଜିନିଷ ନେଲ, ତେଣୁ ତୁମେ ପୃଥିବୀରେ ଜନ୍ମ ନେବ। ସମସ୍ତ ବସୁ କାନ୍ଦି ଉଠିଲେ ଏବଂ କହିଲେ, ଆମେ ତ ଅଜାଣତରେ ଭୁଲ କରିଛୁ। ଦୟାକରି ଦୀର୍ଘ ଜୀବନର ଶାପ ଦିଅନ୍ତୁ ନାହିଁ। ଋଷି ଶାନ୍ତ ହେଲେ, କହିଲେ, ତୁମେ 8 ଜଣ ପୃଥିବୀରେ ଜନ୍ମ ନେବ, କିନ୍ତୁ 7 ଜଣ ଜନ୍ମରେ ମାତ୍ର ଦୀର୍ଘ କଷ୍ଟ ଭୋଗିବାକୁ ପଡ଼ିବ ନାହିଁ। କେବଳ ଦୈତ୍ୟଙ୍କୁ, ଯିଏ ଭୀଷ୍ମ ହେଲେ, ସେ ଦୀର୍ଘ ଜୀବନରେ ଯନ୍ତ୍ରଣା ଭୋଗିବେ। ଏଇଠାରେ କାହାଣୀର ଆରମ୍ଭ ହୁଏ। ଦେବୀ ଗଙ୍ଗାଙ୍କ ପ୍ରବେଶ। ସାପରୁ ମୁକ୍ତି ପାଇବା ପାଇଁ ବସୁମାନେ ସରସ୍ୱତୀ, କଳ୍ପବୃକ୍ଷ, ବ୍ରହ୍ମାଦି ଦେବମାନଙ୍କୁ ନିବେଦନ କରି କହିଲେ, କିନ୍ତୁ ସାପର ନିୟମ ରଖିବା ପାଇଁ ଶେଷରେ ସେମାନେ ସମସ୍ତେ ମନା କରିଦେଲେ। ଶେଷରେ ସେ ଗଲେ ଦେବୀ ଗଙ୍ଗାଙ୍କ ପାଖକୁ ଏବଂ ବିନତି କଲେ, ମା, ଆମକୁ ପୃଥିବୀରେ ତୁମର ଗର୍ଭରେ ଜନ୍ମ ଦିଅ। ଏକ ସହିତ ଆମକୁ ନଦୀରେ ବିଲୀନ କରିଦିଅ, ଯାହାରେ ଆମେ ଯନ୍ତ୍ରଣା ଭୋଗିବୁ ନାହିଁ। ଦେବୀ ଗଙ୍ଗା କହିଲେ, ତୁମର ମୁକ୍ତି ପାଇଁ ମୁଁ ପୃଥିବୀକୁ ଯିବି ଏବଂ ଜନ୍ମ ସହିତ ମୁଁ ତୁମକୁ ମୋ କୋଳରେ ବିଲୀନ କରିଦେବି। ସମସ୍ତ ବସୁ ଧନ୍ୟବାଦ ଦେଲେ। ଏହା ଥିଲା ଗଙ୍ଗାଙ୍କ ଦୟା, କଠୋରତା ନୁହେଁ। ଏଠାରୁ ଆରମ୍ଭ ହେଲା ମହାଭାରତର ସବୁଠାରୁ ଅବିଶ୍ୱସନୀୟ ଯାତ୍ରା। ପ୍ରେମ କାହାଣୀ, ଯେଉଁଠି ଅଛି ସନ୍ଧାନ, ବିବାହ, 7 ପୁତ୍ର ଜନ୍ମ ଓ ନଦୀର ଭସାଇବା। ପୂର୍ବ ଅଧ୍ୟାୟରେ ଆପଣ ତ ଦେଖିଲେ କିପରି ବସୁମାନେ ଋଷି ବଶିଷ୍ଠଙ୍କ ଶାପରେ ପୃଥିବୀରେ ଜନ୍ମ ନେବାକୁ ବାଧ୍ୟ ହେଲେ। ସେମାନଙ୍କ ମୁକ୍ତି ପାଇଁ ଦେବୀ ଗଙ୍ଗା ଦୟାକରି ପୃଥିବୀକୁ ଅବତରଣ କରିବାକୁ ନିଷ୍ପତ୍ତି ନେଲେ। କିନ୍ତୁ ଏହି କାହାଣୀରେ ଆଉ ଏକ ଅଭିନୟକାରୀ ଅଛନ୍ତି। ଏହି ଦିବ୍ୟ ନାଟକର ଏକ ଅଂଶ ହେଉଛନ୍ତି ହସ୍ତିନାପୁରର ମହାରାଜା ଶାନ୍ତନୁ। ଗଙ୍ଗା ନାରୀ ସ୍ୱରୂପରେ ପୃଥିବୀକୁ ଆସିବା ପରେ ସେ ହସ୍ତିନାପୁର ପାଶରେ ନୀଳମଣି ପର୍ବତ ପାର୍ଶ୍ୱରେ ବାସ କରିଲେ। ସମୟ କଟୁଥିଲା। ଦେବୀ ଗଙ୍ଗା ବସୁମାନଙ୍କ ଜନ୍ମ ପାଇଁ ଏକ ଶୁଭ ମୁହୂର୍ତ୍ତ ଅପେକ୍ଷା କରୁଥିଲେ। ସେତେବେଳେ ଏକ ଦିନ ସକାଳେ ସକାଳେ ମହାରାଜା ଶାନ୍ତନୁ ଶିକାର କରିବାକୁ ଯାଉଥିଲେ। ନଦୀ ତୀରେ ଯାଇ ଲାଗିଲେ ଏବଂ ସେଠାରେ ତାଙ୍କ ଚକ୍ଷୁ ଦେଖିଲା ଏକ ସୁନ୍ଦର ଦୃଶ୍ୟ, ଯାହା ସବୁଠାରୁ ସୁନ୍ଦର। ଦେବୀ ଗଙ୍ଗା ଏକ ନାରୀ ବେଶରେ ହସୁଥିଲେ। ପବନରେ ତାଙ୍କ କେଶ ଉଡ଼ି ଯାଉଥିଲା ଏବଂ ନଦୀ ତଟରେ ସବୁ ଦେବୀ ବସିଥିଲେ। ଶାନ୍ତନୁଙ୍କ ମନ ହୃଦୟ ଥରକମ୍ପ ହୋଇ ଉଠିଲା। ମନ କହିଲା, ଏହି ନାରୀ ମୋ ଜୀବନ, ମୋର ଭାଗ୍ୟ, ମୋର ସର୍ବସ୍ୱ। ଶାନ୍ତନୁ ଗଙ୍ଗାଙ୍କ ନିକଟକୁ ଗଲେ। ମନରେ ଭୟ, ଚିନ୍ତା, ଲଜ୍ଜା ସବୁ ଥିଲା, କିନ୍ତୁ ତାଙ୍କ ନଜର ଗଙ୍ଗାଙ୍କ ନଜର ସହ ମିଶି ଯାଉଥିଲା। ଏକ ଅଦ୍ଭୁତ ସମ୍ବନ୍ଧ ତିଆରି ହେଉଥିଲା। ଶାନ୍ତନୁ ଅବଶେଷରେ କହିଲେ, ସୁନ୍ଦରୀ, ତୁମେ କିଏ? ମୋର ହୃଦୟ ତୁମକୁ ପ୍ରତି ଆକୃଷ୍ଟ ହେଉଛି। ଯଦି ତୁମର ଇଚ୍ଛା ଥାଏ, ମୁଁ ତୁମକୁ ବିବାହ କରିବାକୁ ଚାହେଁ। ଦେବୀ ଗଙ୍ଗା କହିଲେ, ମୋର ଇଚ୍ଛା ଅଛି, କିନ୍ତୁ ଏକ ସର୍ତ୍ତ ରଖିଲେ। ଏହି ସର୍ତ୍ତ ଏକ ଦିନ ମହାଭାରତର ଭବିଷ୍ୟତକୁ ପରିବର୍ତ୍ତନ କରିବ। ଗଙ୍ଗା ଶାନ୍ତିପୂର୍ଣ୍ଣ ସ୍ୱରରେ କହିଲେ, ମହାରାଜ, ମୁଁ ତୁମକୁ ବିବାହ କରିବି, କିନ୍ତୁ ଏକ ପ୍ରତିଜ୍ଞା କରିବ। ତୁମେ କେବେ ମୋତେ ପଚାରିବ ନାହିଁ ମୁଁ କ'ଣ କରୁଛି, କାହିଁକି କରୁଛି। ଯଦି ପଚାରିବ, ମୁଁ ତୁମକୁ ଛାଡ଼ି ଚାଲିଯିବି। ମହାରାଜା ଶାନ୍ତନୁ ପ୍ରେମରେ ଏତେ ଡୁବିକି ଥିଲେ ଯେ ସେ ସର୍ତ୍ତକୁ ଗ୍ରହଣ କରିଦେଲେ।
ଏବଂ ସମସ୍ତ ଦେବ ଗନ୍ଧର୍ବ ମନୁଷ୍ୟ ସେହି ଦିନକୁ ଦେଖିଲେ। ଦେବୀ ଗଙ୍ଗା ମହାରାଜ ଶାନ୍ତନୁଙ୍କୁ ବିବାହ ସମ୍ପନ୍ନ ହେଲା। କିଛି ମାସ ପରେ ଗଙ୍ଗା ଜଣେ ପୁତ୍ରକୁ ଜନ୍ମ ଦେଲେ। ସମ୍ରାଟ ଶାନ୍ତନୁଙ୍କ ପ୍ରାଣଗୁଡ଼ିକୁ ସେ ଶିଶୁ ଭିତରେ ବସି ଯାଇଥିଲା। ସେ ବହୁତ ଖୁସି ହେଇଥିଲେ। ଏମିତି ଏକ ଅପରୂପ ଶିଶୁ ସନ୍ତତି ଭାଗ୍ୟର ପ୍ରତୀକ ବୋଲି ସେ ଭାବିଲେ। କିନ୍ତୁ ରାତି ପହରିବା ପରେ ଗଙ୍ଗା ସେ ଶିଶୁକୁ ନଦୀ କୂଳକୁ ନେଇଗଲେ। ମହାରାଜା ଶାନ୍ତନୁ ଦୂରରୁ ଦେଖୁଥିଲେ। ସେ ଭାବିଲେ ସେ ଶିଶୁକୁ ଗଙ୍ଗା ଜଳରେ ଶୁଦ୍ଧ କରୁଛନ୍ତି କି? କିନ୍ତୁ ତାଙ୍କ ଚକ୍ଷୁ ଭୟରେ ଦେଖିଲେ ଗଙ୍ଗା ଶିଶୁକୁ ଜଳରେ ବିଲୀନ କରିଦେଲେ। ଶାନ୍ତନୁ ଦୂରରୁ ଚିତ୍କାର କଲେ ଦେବୀ, କିନ୍ତୁ ସେ ପ୍ରତିଜ୍ଞାକୁ ସ୍ମରଣ କଲେ। ତେଣୁ ତାଙ୍କର ସେ ପ୍ରତିଜ୍ଞା କଥା ମନେ ପଡ଼ିଗଲା। ତେଣୁ ନିର୍ବାକ ତାଙ୍କୁ ଚୁପ୍ ରହିବାକୁ ପଡ଼ିଲା। ଗଙ୍ଗା ଫେରିଆସି କୌଣସି ବିଷାଦ ଦେଖାଇବାକୁ ଚାହିଁଲେ ନାହିଁ। ତାଙ୍କ ମୁଖ ସ୍ଥିର ଓ ନିର୍ବିକାର ଥିଲା। 7 ପୁତ୍ର ଜନ୍ମ ଓ ନଦୀରେ ସେମିତି ଗଙ୍ଗା ପ୍ରଥମ ଦ୍ୱିତୀୟ ପୁତ୍ର ତୃତୀୟ ପୁତ୍ର ଚତୁର୍ଥ ପୁତ୍ର ପଞ୍ଚମ ପୁତ୍ର ଷଷ୍ଠ ପୁତ୍ର ସପ୍ତମ ପୁତ୍ର ସମସ୍ତ ପୁତ୍ରକୁ ଦେବୀ ସେମିତି ଗଙ୍ଗା ଜଳରେ ଡୁବାଇ ଦେଉଥିଲେ। ଶାନ୍ତନୁଙ୍କ ହୃଦୟ ପ୍ରତିଥର ଭାଙ୍ଗୁଥିଲା, କିନ୍ତୁ ସେ ପ୍ରତିଜ୍ଞା ପାଳନ କରୁଥିଲେ। ଏଠି ପର୍ଯ୍ୟନ୍ତ ମହାଭାରତର ଏହି ଅଂଶରେ ଗଙ୍ଗା କଠୋର ବୋଲି କାହାକୁ ଲାଗିପାରେ, କିନ୍ତୁ ବାସ୍ତବରେ ଗଙ୍ଗା ଦୟାର ସମୁଦ୍ର। ସେ ଜଣେ ମା ନୁହେଁ, ସେ ହେଉଛନ୍ତି ଦେବମାନଙ୍କୁ ମୁକ୍ତ କରାଇବାର ପଥ। ବସୁମାନଙ୍କ 7 ଜଣ ଦେବତା ଜନ୍ମ ନେଲେ ଓ ତୁରନ୍ତ ପରଲୋକକୁ ଯାଇ ଶାପମୁକ୍ତ ହେଲେ। ଗଙ୍ଗା କେବଳ ସେମାନଙ୍କୁ ଶାପର ଶେଷର ଦ୍ୱାର ଦେଉଥିଲେ। ଯନ୍ତ୍ରଣାର ଶେଷ, କଷ୍ଟର ଶେଷ। ଭୀଷ୍ମଙ୍କ ଜନ୍ମ। କାହିଁକି ସେ ଅଷ୍ଟମ ପୁତ୍ରକୁ ଭସାଇଲେ ନାହିଁ? ଶାପ ଓ ଦିବ୍ୟ ଭବିଷ୍ୟବାଣୀ। ଶାନ୍ତନୁଙ୍କ ଶେଷ କ୍ଷଣରେ କାନ୍ଦିବା। ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଜୀବନେ ମା ଯାହା ପାଇଁ ନିଜ ପିଲାଙ୍କୁ ଜୀବନ ଦେଇଥାନ୍ତି, ସେହି ମା ନଦୀ ଗଙ୍ଗା କାହିଁକି ନିଜ 7 ଶିଶୁଙ୍କୁ ଜନ୍ମ ଦେବା ସହିତ ନଦୀରେ ଭସାଇ ଦେଉଥିଲେ? ଏହା କୌଣସି କ୍ରୂର କାହାଣୀ ନୁହେଁ। ଏହା ଆଉ କିଛି ନୁହେଁ, ଦେବବଂଶର ଏକ ଅଦ୍ଭୁତ ଦାୟିତ୍ୱ, ଶାପ ଓ ମୋକ୍ଷର ଗାଥା। ଅତ୍ୟନ୍ତ ପୁରୁଣା କାଳରେ ଦେବଲୋକରେ ଥିଲେ ଅଷ୍ଟବସୁ, ଅଗ୍ନି, ପୃଥ୍ୱୀ, ବାୟୁ, ଆକାଶ, ଜଳ, ଆଦିତି, ପ୍ରଭାସ ଓ ଧର୍ମ। ସେମାନେ ଦେବତା, ପବିତ୍ର ଓ ଶକ୍ତିଶାଳୀ। ତଥାପି ଏକ ଦିନ ହେଲା ଏମିତି ଯେ ଗୋଟିଏ ବର୍ଷ ଧ୍ୟାନରେ ଡୁବିଥିବା ମହର୍ଷି ବଶିଷ୍ଠଙ୍କ ନନ୍ଦନ ବନରେ ଥିଲା ଏକ ଦିବ୍ୟ କାମଧେନୁ ଗାଈ ନନ୍ଦିନୀ। ଏହି ନନ୍ଦିନୀକୁ ଚୋରି କରି ପୃଥିବୀରେ ଏକ ନାରୀକୁ ଦେବାକୁ ଅଷ୍ଟବସୁ ମିଶିଯାଇ ବଶିଷ୍ଠ ଋଷି ଜାଣିଲେ ତାଙ୍କ ତପସ୍ୟା ଭାଙ୍ଗିଗଲା। ତାଙ୍କ ପ୍ରିୟ ନନ୍ଦିନୀ ଗଲା। ସେ ଦେଲେ ଶାପ। ସବୁ ବସୁ ପୃଥ୍ୱୀରେ ମାନବ ରୂପେ ଜନ୍ମ ନେଲେ। ଦେବତା ପାଇଁ ଏହା ଶାପ ନୁହେଁ, ଏହା ଦୁଃଖ ଓ ବନ୍ଧନ। ବସୁମାନେ ତଳେ ପଡ଼ିଗଲେ, କିନ୍ତୁ ଶାପ ପଛକୁ ନିଆଯାଇ ପାରିଲା ନାହିଁ। ତେବେ ବଶିଷ୍ଠ କହିଲେ, ତୁମେମାନେ ଶୀଘ୍ର